କୃପଣ ଧନୀ କଥା। ଅନେକ ବର୍ଷ ତଳେ ଗୋଟିଏ ଗାଁରେ ଜଣେ ଧନୀ ଲୋକ ଥିଲା। ତାର ଟଙ୍କା ପଇସା କି କୋଠାବାଡ଼ିର ସିନା ଅଭାବ ନଥିଲା, ହେଲେ ମନରେ ଆଦୌ ଶାନ୍ତି ନଥିଲା। ରାତିରେ ନିଦ ଲାଗୁନଥିଲା। ତାକୁ ଧନଲୋଭ ଏତେ ଗ୍ରାସ କରିଥିଲା ଯେ ଦାନ ଧର୍ମ ତ ଦୂରର କଥା, ନିଜେ ଭଲ କରି ଗଣ୍ଡେ ଖାଇବା କି ଭଲ ଖଣ୍ଡିଏ ପିନ୍ଧିବାରେ ବି ଟଙ୍କା ଖର୍ଚ୍ଚ କରୁନଥିଲା। ଧନୀ ଲୋକଟିର ସବୁବେଳେ ଧନ ବଢ଼ାଇବାର ଚିନ୍ତା ଥାଏ। ଦିନେ ସେ ରାତିରେ ଶୋଇଲା ବେଳେ ଭାବିଲା, ଏତେ ଧନ ଥିଲେ କ'ଣ ହେଲା, ଆମ ଦେଶର ରାଜାଙ୍କଠାରୁ ତ କମ୍। ଠିକ୍ ଏତିକି ବେଳେ ଧନୀ ଲୋକଟି ଦିନେ ରାତିରେ ସ୍ୱପ୍ନରେ ଦେଖିଲା, କିଏ ଜଣେ ଆସି ତା କାନ ପାଖରେ କହିଗଲେ, ତୋ ଘର ଆଗରେ ଏକ ଅଖାମୁଣିରେ ସୁନା ମୋହର ଅଛି। ସେଥିରୁ ଯେତେ ମୋହର ବାହାର କରିବୁ, ସେଥିରେ ସେତିକି ଭର୍ତ୍ତି ହୋଇଯାଉଥିବ। ମୁଣିଟି କେବେ ହେଲେ ଖାଲି ହେବ ନାହିଁ। ଆଉ ମନେ ରଖ, ତୋର ଯେତିକି ମୋହର ଦରକାର ବାହାର କରି ସାରିଲା ପରେ ତୁ ସେଇ ମୁଣିଟିକୁ ନଈରେ ଭସାଇ ଦେବୁ। ତାପରେ ଯାଇ ସେଥିରୁ ବାହାର କରିଥିବା ସୁନା ମୋହର ତୋର କାମରେ ଲଗେଇ ପାରିବୁ। ଆଖିମୁଣି ନଈରେ ନ ଭସାଇଲା ଯାଏଁ ସୁନା ମୋହର ତୋର କୌଣସି କାମରେ ଆସିବ ନାହିଁ। ସେସବୁ ପଥର ପାଲଟିଯିବ। ଏତିକି ଶୁଣି ଲୋକଟିର ନିଦ ଭାଙ୍ଗିଗଲା। ସେ ସଙ୍ଗେ ସଙ୍ଗେ ବିଛଣାରୁ ଉଠି ଘର ବାହାରକୁ ଗଲା। ଦେଖିଲା, ସତକୁ ସତ ଅଖାଟିଏ ପଡ଼ିଛି। ଭିତରେ ସୁନା ମୋହର ବି ଅଛି। ଏହାକୁ ଦେଖି ତାର ମନ ଖୁସିରେ ନାଚି ଉଠିଲା। ଏହାପରେ ମୁଣିକୁ ଘର ଭିତରକୁ ଆଣି ସେଥିରୁ ସୁନା ମୋହର ବାହାର କଲା। ବାହାର କରୁ କରୁ ଭୋକ ଶୋଷ ସେ ଭୁଲିଗଲାଣି। ଏଣେ ଘରଦ୍ୱାର ଭର୍ତ୍ତି ହୋଇଗଲାଣି, ସତେ ଯେମିତି ପାହାଡ଼ ସମାନ। ତାପରେ ଧନୀ କୃପଣ ଲୋକଟି ସ୍ୱପ୍ନ କଥା ମନେ ପକାଇ ମୁଣିକୁ ନଈରେ ଭସେଇ ଦେବାକୁ ବାହାରିଲା। କିଛି ବାଟ ଗଲା ପରେ ପୁଣି ଘରକୁ ଫେରି ଆସିଲା ମୁଣିଟିକୁ ସାଥିରେ ନେଇ। ଭାବିଲା, ମୁଣିକୁ ନଈରେ ଭସେଇ ଦେଲେ ଆଉ ମିଳିବ ନାହିଁ। ଏଣେ ସୁନା ମୋହର ଖର୍ଚ୍ଚ କରିଦେଲେ ଶେଷ ହୋଇଯିବ, ଆଉ ମୋହର ମିଳିବ ନାହିଁ। କଥାରେ କହନ୍ତି, ପୁଅ ମୁଣ୍ଡକୁ ଲୋଭ, ତେଲ ଘଡ଼ିକି ଲୋଭ। ସୁତରାଂ ଅଖାମୁଣିଟି ପାଖରେ ଥାଉ, ଆଉ କିଛି ମୋହର ସେଥିରୁ ବାହାର କରିବି। ସୁନା ମୋହର ଖର୍ଚ୍ଚ କରିବା ଦିନ କ'ଣ କୁଆଡ଼େ ଚାଲିଯାଉଛି, ପରେ ଖର୍ଚ୍ଚ କଲେ ବି ଚଳିବ। ଏହିଭଳି ନାନା କଥା ମନରେ ବିଚାର କରି ଧନୀ କୃପଣ ଲୋକଟି ସୁନା ମୋହର ଥଳିକୁ ନଈରେ ଭସାଇଲା ନାହିଁ କି ସେଥିରୁ ବାହାର କରିଥିବା ସୁନା ମୋହର କୌଣସି କାମରେ ଲଗାଇଲା ନାହିଁ। ସେହି ଧନୀ କୃପଣ ଲୋକଟି ବୁଢ଼ା ହୋଇଗଲା ପଛେ ତାର ସୁନା ମୋହରକୁ ଜଗି ବସିଲା। ଶେଷରେ ସେହି କୃପଣ ଲୋକଟି ନ ଖାଇ ନ ପିଇ ମରିଗଲା। ତାର ଏହି କୃପଣପଣିଆ ଯୋଗୁଁ କେହି ତାକୁ ଭଲ ପାଉନଥିଲେ। ସୁତରାଂ ମଲାବେଳେ ତାର ପାଖରେ କେହି ଜଣେ ବି ନଥିଲେ। ବନ୍ଧୁଗଣ, କାହାଣୀଟି ଯଦି ଭଲ ଲାଗିଲା, ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ନିଶ୍ଚୟ ଦବାଇବେ। ଧନ୍ୟବାଦ।